ସର୍ବୋଦୟା ସର୍ବ ସମସ୍ତଙ୍କର ଉଦୟା ମାନେ ଉଦୟ ବେଟରମେଣ୍ଟ ହଉ। ପୂର୍ବରୁ ଆମେ କ'ଣ ଜାଣିଲେ କି ସର୍ବୋଦୟା ହେଉଛି ଗୁଜରାଟୀ ଟ୍ରାନ୍ସଲେସନ କାହାର? ଜନ୍ ରସ୍କିଙ୍କର ଗୋଟେ ଲେଖା ଅଛି ଅନ୍ ଟୁ ଦ ଲାଷ୍ଟ। ତାଙ୍କର ଲେଖାକୁ ଇଏ କ'ଣ କରିଛନ୍ତି, ତାକୁ ଗୁଜରାଟରେ ଟ୍ରାନ୍ସଲେଟ୍ କରିଛନ୍ତି। କ'ଣ କ'ଣ କମ୍ପୋନେଣ୍ଟ ଅଫ୍ ସର୍ବୋଦୟା? ସର୍ବୋଦୟାର ଅର୍ଥ ଆମେ ଜାଣିଗଲେ। ଏବେ ଏମାନଙ୍କର କମ୍ପୋନେଣ୍ଟ କ'ଣ ଅଛି ତାକୁ ଟିକେ ଭଲ ଭାବରେ ଜାଣିବା। ଫର୍ଷ୍ଟ ହେଉଛି ବ୍ରେଡ୍ ଲେବର, ତାକୁ କୁହାଯାଏ ଡିଗ୍ନିଟି ଅଫ୍ ଲେବର। ବ୍ରେଡ୍ ଲେବର କ'ଣ ଅର୍ଥଟା ବୁଝ। ବ୍ରେଡ୍ ଲେବର କହିବାର ଅର୍ଥ ଏଇଠି ଏଇଆ ଯେ ସାଧାରଣତଃ ଯେଉଁମାନେ ଲେବରର କାମ କରନ୍ତି ସେମାନେ କ'ଣ ପାଇଁ କାମ କରନ୍ତି? ପେଟ ପାଇଁ କାମ କରନ୍ତି। ମେ ବି ଯେଉଁମାନଙ୍କର ଟିକେ ଆଉ ଟିକେ ଅପର ରିଚ୍ କ୍ଲାସ୍ ହେଲେ ସେମାନେ କାହା ପାଇଁ କାମ କରନ୍ତି? ସେମାନେ କମ୍ଫର୍ଟ ପାଇଁ କାମ କରନ୍ତି, ଲକ୍ଜରୀ ପାଇଁ କାମ କରନ୍ତି, ସେମାନେ ପେଟ ପାଇଁ କାମ କରନ୍ତିନି। ତ ତାର ଅର୍ଥ କ'ଣ କି ଯେଉଁ ଲେବରର ମାନେ ପେଟ ପାଇଁ କାମ କରୁଛନ୍ତି, ଯେଉଁ ବ୍ରେଡ୍ ପାଇଁ କାମ କରୁଛନ୍ତି, ଏଠି ବ୍ରେଡ୍ ଇଂଲିଶରେ ଲେଖା ହେଇଛି କିନ୍ତୁ ଆକ୍ଚୁଆଲି ଭାରତୀୟ ପଏଣ୍ଟ ଅଫ୍ ଭ୍ୟୁରୁ ଅର୍ଥ ହେଉଛି ରୁଟି। ଯେଉଁ ରୁଟି ପାଇଁ ଆମେ କାମ କରୁଛେ ସେମାନଙ୍କର କୌଣସି ସମ୍ମାନ ନାହିଁ, ଡିଗ୍ନିଟି ନାହିଁ। ତ ଗାନ୍ଧୀ ଏଠି କହୁଛନ୍ତି କି ବ୍ରେଡ୍ ଲେବର କିମ୍ବା ଡିଗ୍ନିଟି ଅଫ୍ ଲେବର ଇଜ୍ ଇମ୍ପୋର୍ଟାଣ୍ଟ। ସର୍ବୋଦୟାରେ ସମସ୍ତଙ୍କର ଡେଭଲପମେଣ୍ଟ ହେବ କେମିତି ଯଦି ତୁମେ ଏମାନଙ୍କୁ ଇଗ୍ନୋରାଣ୍ଟ କରିଦେବ? ସେ କହିଲେ ଆକର୍ଡିଂ ଟୁ ଗାନ୍ଧୀ ଏଭ୍ରିୱାନ୍ ସୁଡ୍ ପରଫର୍ମ ସମ୍ ଆମାଉଣ୍ଟ ଅଫ୍ ଫିଜିକାଲ ଲେବର। ସମସ୍ତେ କିଛି ମାତ୍ରାରେ ଫିଜିକାଲ ଲେବର ସେମାନେ ସମସ୍ତଙ୍କୁ କରିବା କଥା। ଦିସ୍ ଇଜ୍ ହାଉ ୱି କ୍ୟାନ୍ ରିଅଲାଇଜ୍ ପେନ୍ ଆଣ୍ଡ ହାର୍ଡସିପ୍ ଅଫ୍ ଦୋଜ୍ ହୁ ଆର୍ ଏଙ୍ଗେଜ୍ଡ ଇନ୍ ମ୍ୟାନୁଆଲ ୱାର୍କ। ଯେତେବେଳେ ଆମେ ଫିଜିକାଲ ଲେବର କରିବା ସେତେବେଳେ ହିଁ ଆମେ କ'ଣ ରିଅଲାଇଜ୍ କରିପାରିବା? ଆମେ ଏହା ରିଅଲାଇଜ୍ କରିପାରିବା ଯେ କିଭଳି ଭାବରେ ଯେଉଁମାନେ ଲେବରର କାମ କରୁଛନ୍ତି ସେମାନେ କେତେ କଷ୍ଟ କରୁଛନ୍ତି। ଓକେ, ସୋ ଫର୍ ଗାନ୍ଧୀ ଅଲ୍ ସୋଲ୍ସ ଅଫ୍ ୱାର୍କ ସୁଡ୍ ବି ଟ୍ରିଟେଡ୍ ଏଜ୍ ଇକ୍ୱାଲ୍ ରେସ୍ପେକ୍ଟ। ଏମିତି ନୁହେଁ ଯେ କେଉଁ କାମଟା ଗୋଟେ ବଡ଼ କେଉଁ କାମ ଛୋଟ, ଆମେ ସେମିତି ଡିସ୍କ୍ରିମିନେଟ୍ କରିବା ନାହିଁ। ସବୁ କାମ ଗୁଡ଼ା କ'ଣ ହେବା ଦରକାର? ଇକ୍ୱାଲ୍ ରେସ୍ପେକ୍ଟ ଆମେ ଦେବା କଥା। ଓକେ, ତା ସହିତ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କନସେପ୍ଟ ଯାହାକୁ କୁହନ୍ତି ଟ୍ରଷ୍ଟସିପ୍ ଥିଓରି। ସର୍ବୋଦୟ ଅଣ୍ଡରରେ ଆମେ ପଢୁଛେ ଟ୍ରଷ୍ଟସିପ୍ ଥିଓରି। ଟ୍ରଷ୍ଟସିପ୍ ଥିଓରିରେ ଏଠି କ'ଣ କୁହାଯାଉଛି ବଢିଆ? ଗାନ୍ଧୀ ରିଜେକ୍ଟେଡ୍ ଦ ମାର୍କ୍ସିଷ୍ଟ କନସେପ୍ଟ ଅଫ୍ କ୍ଲାସ ଷ୍ଟ୍ରଗଲ। କାର୍ଲ ମାର୍କ୍ସ କ'ଣ କହିଥିଲେ? କ୍ଲାସ ଷ୍ଟ୍ରଗଲ କହିଥିଲେ କି ନାହିଁ? କି ବିଭିନ୍ନ ପ୍ରକାର କ୍ଲାସ ମାନଙ୍କ ଭିତରେ ଡିଫରେଣ୍ଟ କନଫ୍ଲିକ୍ଟ ହେଉଛି ଆଉ ସେମାନେ କ'ଣ କରୁଛନ୍ତି? ଷ୍ଟ୍ରଗଲ କରୁଛନ୍ତି। ସୋ ତାକୁ ଆମେ କହୁଛେ କ୍ଲାସ ଷ୍ଟ୍ରଗଲ। So he believed in harmony between classes. As per Gandhi, capitalist should not consider himself as a owner of the capital. ଗାନ୍ଧୀ କ'ଣ କହୁଛନ୍ତି? ଯେଉଁମାନେ ପୁଞ୍ଜିବାଦ ଅଛନ୍ତି, ପୁଞ୍ଜିପତି ଅଛନ୍ତି, ଯେଉଁମାନେ ଧନୀ, ସେମାନେ ଧନର ମାଲିକ ହିସାବରେ ସେମାନେ ନିଜକୁ ବିବେଚନା କରିବାଟା ଠିକ ନୁହଁ। ବୁଝିପାରିଲ? ଗାନ୍ଧୀ କ'ଣ କହୁଛନ୍ତି? ଯେଉଁମାନେ ପୁଞ୍ଜିପତି, ଯେଉଁମାନେ ଧନୀ, ତାଙ୍କ ପାଖରେ ଧନ ନିଶ୍ଚିତ ଅଛି କିନ୍ତୁ ସେମାନେ ଧନର ଓନର ନୁହଁ, ସେମାନେ ଧନର ମାଲିକ ନୁହଁ। ଓକେ, ଏଠି କୁହାଗଲା କି କ୍ୟାପିଟାଲ ଇଜ ସୋସିଆଲ ପ୍ରଡକ୍ସନ। ତୁମେ ଯେଉଁ ଧନ ପାଇଲ କ'ଣ ତୁମେ ଏକୁଟିଆ ସବୁ କିଛି ପାଇଗଲ? ତୁମେ ସୋସାଇଟିରେ କ'ଣ ତମକୁ କିଛି ବି ହେଲ୍ପ କରିନି ଧନ ପାଇବା ପାଇଁ? ସତ କଥା। ଓକେ, ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ ସୋସାଇଟିରେ ବିଭିନ୍ନ ପ୍ରକାର ହେଲ୍ପ ଆସିଥିବ। ସୋ କ୍ୟାପିଟାଲିଷ୍ଟ ସୁଡ୍ କନସିଡର ହିମସେଲ୍ଫ ଏଜ୍ ଦ ଟ୍ରଷ୍ଟି ଅଫ୍ ଦ କ୍ୟାପିଟାଲ। ଗୋଟେ ଏନଜିଓ ଯେତେବେଳେ କରାଯାଏ ସେଠି କିଏ ଥାନ୍ତି? ଟ୍ରଷ୍ଟି ଆପଏଣ୍ଟ ହୁଅନ୍ତି। ଟ୍ରଷ୍ଟିର ଅର୍ଥ ହେଉଛି କି ଧନର ମୁଁ କେବଳ ରଖବାଲା, ମୋର କାମ ହେଉଛି ସେତିକି, ମୁଁ କେବଳ ଜଗିବି ଧନକୁ କିନ୍ତୁ ମୁଁ ଧନର ମାଲିକ ନୁହେଁ। ସୋ ଟ୍ରଷ୍ଟି। ଓକେ, ସୋ ସିଏ କହୁଛନ୍ତି କି କ୍ୟାପିଟାଲିଷ୍ଟ କିମ୍ବା ଧନୀ ଯେତେ ଜଣ ବି ଲୋକ ଅଛନ୍ତି ସମସ୍ତଙ୍କର ସେମାନେ ଓନର, ପଇସା ସମ୍ପତ୍ତି यार ओनर नुहंती, सेमाने कोण? सेमाने बेसिकली दे आर ट्रस्टी। ओके, दैट इज द कांसेप्ट ऑफ ट्रस्टीशिप। से कहउछन्ती एम.एन. रॉय, वन ऑफ द ग्रेटेस्ट कंटेम्पररी क्रिटिक्स ऑफ गांधी, हैज क्वेश्चन द प्रैक्टिकेबिलिटी ऑफ गांधी ट्रस्टीशिप। एम.एन. रॉय जेम मु कहि कि इंटरकनेक्टेड अछि। एम.एन. रॉय पढिबा तांको विषय में परे केबे। एम.एन. रॉय कोन कहिले? से कहिले कि गांधी सीना कहीदेले कि ट्रस्टीशिप ऊपर गोटे कनसेप्ट देदेले कि ना धनर जदि तुम पाखे अच्छी धनर मालिक तुम्हें नुह, तुम्हें केवल धनर जगुआली, किंतु एटा प्रैक्टिकली केते दूर पॉसिबल?
आजिकाली बा जहाँ पाखे एक्चुअली धन नथिबो जदि कहार धन से रखिथिबे से निजु भाबते आमे मालिक. ओके सो अकॉर्डिंग टू एम एन रॉय गांधीज प्रेस्क्रिप्ट आर टू प्रोटेक्ट द इंडिजिनियस कैपिटलिस्ट. एम एन रॉय कौन क्रिटिसाइज कर गांधी को गांधी जहाँ कहते ठीक कथा कहना मत लगुच माने एम एन रॉय को निजे कहते कि मत लगुच कि गांधी जो कैपिटलिस्ट माने अच्छा प्रोटेक्ट करने कथा कहते बोधे तांको माने फेवर करने कथा कहते किए एम एन रॉय क्रिटिसाइज कर गांधी को. ओके सो गांधी सर्वोदया implies the upliftment of all. समस्त upliftment हवा दरकार. According to Gandhi, the true Swaraj is where the poorest person can live with dignity. जो आमे कहूचे स्वराज आमे कहूचे स्वराज्य मोर माटी स्वराज ट्रू स्वराज केतबेले पॉसिबल हबो जे जो समय रे आमे कोन जो समय रे आमे जानिछे कि संपूर्ण रूपे पुरेस्ट पर्सन गोटे गरीब व्यक्ति जदि सी डिग्निटर सहित बंची पारिबो ताकू आमे कहिबा ट्रू स्वराज. ओके देन गांधी स्वराज इज बेस्ड ऑन द कांसेप्ट ऑफ सेल्फ सफिशिएंट विलेज रिपब्लिक. गांधी स्वराज कोन इज बेस्ड ऑन सेल्फ सफिशिएंट विलेज रिपब्लिक. नाउ आ गोटे कांसेप्ट ये हला तमरो सर्वोदया कांसेप्ट ऑफ ट्रस्टीशिप कंप्लीट हे गेला. किसी डाउट अछि एथिरे एनी डाउट